ମଶାଣି ରାସ୍ତା ହେଇପାରୁନାହିଁ। ଆଜିକୁ ଲୋକମାନେ କେତେ ହଇରାଣ ହେଇଯାଉଛନ୍ତି। ନଦୀରେ ଅସୁବିଧା ଲୋକ ମରିଯାଉଛନ୍ତି, ଯିବା ପାଇଁ ଅସୁବିଧା ହେଉଛି ବୋଲେ ତୁମେ ଦୟାକରି ଏ ରାସ୍ତା ଟିକେ ବନାଇ ଦେଲେ ଏମିତି ଧନ୍ୟବାଦ ହେଇଥାନ୍ତା। ଆମର ଗାଁର ରାସ୍ତାର ଅବସ୍ଥା ଯେଉଁ ପ୍ରକାର ହେଇଛି, ଆଉ ମଶାଣିକୁ ଯିବା ରାସ୍ତା ମଧ୍ୟ ନାହିଁ କି ଦୀର୍ଘ 25 ବର୍ଷ ବିଜେଡ଼ି ଶାସନ କଲା, ତଥାପି ମଶାଣି ରାସ୍ତା ହେଇପାରିଲା ନାହିଁ। ଆଉ ଆମର ଏ ଗାଁ ରାସ୍ତା ହେଇପାରିଲା ନାହିଁ କି ମଶାଣି ରାସ୍ତା ହେଇପାରିଲା। ଲୋକ ବଞ୍ଚିବା ସମୟରେ ବି ଯେଉଁ ହଇରାଣ ହେଉଛନ୍ତି, ଲୋକ ମଲା ପରେ ମିଶା ନାହିଁ କି ମଲା ଲାସ୍କୁ ନେବା ପାଇଁ ମଧ୍ୟ ଲୋକ ଏତେ ଅସୁବିଧାରେ ନେଉଛନ୍ତି। ଏସବୁ ବିଷୟରେ ଯଦି ସରକାର ଏ ବିଷୟରେ ଦୃଷ୍ଟି ଆକର୍ଷଣ କଲେ ଆମ ଗ୍ରାମବାସୀ ଉନ୍ନତି ହେଇଥାନ୍ତି। କେଲାର ଗ୍ରାମର ମଶାଣି ରାସ୍ତାର କି ପ୍ରକାର ଅବସ୍ଥା ଆପଣମାନେ ଜାଣିଛନ୍ତି। ଭାରତ ସ୍ୱାଧୀନ ହେଇ ଦୀର୍ଘ 75 ବର୍ଷ ହେଲାଣି ଆଜ୍ଞା, କିନ୍ତୁ ଆମର ଗାଁର ରାସ୍ତା ଏବେ ଯାଇ ସ୍ୱାଧୀନ ପାଇନାହିଁ। ଆପଣମାନେ ଜାଣିଛନ୍ତି ବିଜେଡ଼ି ସରକାର କହୁଛି ଦୀର୍ଘ 25 ବର୍ଷ ଶାସନ କାଳରେ ବିକାଶ 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 କଥା କହୁଛି ଆଜ୍ଞା, ତଥାପି ଆମର ଗାଁର ବିକାଶ ଆପଣମାନେ ଲାଇଭ୍ ଦେଖୁଛନ୍ତି। କିନ୍ତୁ ଦେଖୁଛନ୍ତି ଆଜ୍ଞା, ଲୋକ ବଞ୍ଚିଲା ବେଳେ କି ପ୍ରକାର ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଆଉ ମଲା ପରେ ମଧ୍ୟ ସେଇ ଲୋକଙ୍କର ଲାଶ ନେବାକୁ ଆମେ କି ପ୍ରକାର ସମ୍ମୁଖୀନ ହେଉଛୁ। ଆପଣମାନେ ଦେଖୁଛନ୍ତି ଖରାଦିନରେ ଯଦି ଏ ପ୍ରକାର ସ୍ଥିତି କେଲାର ଗ୍ରାମର ମଶାଣି ରାସ୍ତାର, ତ ବର୍ଷା ଦିନ କେଉଁ ପ୍ରକାର ଆମେ ଭୋଗୁଥିବୁ ଆଜ୍ଞା ଆପଣମାନେ ଦେଖୁଛନ୍ତି। ବାଇଚାନ୍ସ ଯଦି ଆଜ୍ଞା ଆମର ଲାଶ ନେଲା ବେଳକୁ କୌଣସି ପ୍ରକାର ଅଘଟଣା ଘଟେ ଗ୍ରାମବାସୀଙ୍କର, ତ ଏଥିପ୍ରତି ସରକାର ଦାୟୀ ରହିବେ। ଆଜ୍ଞା ଆପଣମାନେ ଜାଣିଛନ୍ତି ଏ ବିଷୟରେ ସରକାରଙ୍କୁ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଣି ନେତାଗଣଙ୍କୁ ଅନେକ ଥର ବାରମ୍ବାର ଆମେ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ଦୃଷ୍ଟି ଦେଉନାହାନ୍ତି। ଆଉ ଆଗାମୀ ଦିନରେ ଯଦି ଏ ପ୍ରକାର କୌଣସି ପ୍ରକାର ଦୃଷ୍ଟି ଦେବେ ନାହିଁ, ତାହେଲେ ଏ ସ୍ଥିତି ଭୟାନକ ହେବ। କାରଣ କୌଣସି ପ୍ରକାର ଅଘଟଣା ଯଦି ହେବ ମଶାଣି ଗଲା ବେଳକୁ, ତାହେଲେ ଏଥିପ୍ରତି ସରକାର ଦାୟୀ ରହିବେ। ନମସ୍କାର।